ଆଜ୍ଞା ନମସ୍କାର ମୁଁ ରାହୁଲ ଆପଣମାନେ ଦେଖୁଛନ୍ତି ଆମର ଡିପିଟିଆର୍ ଟେକ୍ ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲ୍। ତ ଫ୍ରେଣ୍ଡ ଯଦି ଆପଣ ଚାହୁଁଛନ୍ତି ନିଜ ମୋବାଇଲରେ ଘର ଅନଲାଇନ୍ କରିବାକୁ ତାହେଲେ କେମିତି ଆପଣ ଘରେ ବସିକି ନିଜ ମୋବାଇଲ ମାଧ୍ୟମରେ ଆପଣ ଘର ଅନଲାଇନ୍ କରିପାରିବେ। ତ ତେଣୁକରି ସେହି ବିଷୟରେ ମୁଁ ଆଜି ବତେଇବି, ପୁରା ଷ୍ଟେପ୍ ବାଇ ଷ୍ଟେପ୍ ବତେଇବି। ତେଣୁକରି ଆପଣଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଦେଖିବାକୁ ପଡ଼ିବ। ତ ଚାଲନ୍ତୁ ଫ୍ରେଣ୍ଡ ସର୍ବପ୍ରଥମେ ଆପଣ କ'ଣ କରିବେ, ତ ଦେଖନ୍ତୁ ଆପଣଙ୍କୁ ଡକୁମେଣ୍ଟ କ'ଣ ଲାଗିବ। ଦେଖନ୍ତୁ ଆପଣଙ୍କର ଜବ୍ କାର୍ଡ଼ ଚାଲୁ ରହିଥିବା ଦରକାର। ତାପରେ ଆପଣଙ୍କ ଆଧାର କାର୍ଡ଼, ଯେତେ ଫ୍ୟାମିଲି ମେମ୍ବର ଅଛନ୍ତି ଆପଣଙ୍କ ପରିବାର ସମସ୍ତଙ୍କର ଆଧାର କାର୍ଡ଼ ଲାଗିବ। ତାପରେ ଆପଣଙ୍କର ଯେଉଁ ହେଡ଼୍ ଯେଉଁ ମୁଖ୍ୟ ରହିବେ ଯେଉଁ ଲେଡ଼ିଜ୍, ତ ତାଙ୍କର ଆକାଉଣ୍ଟ ଲାଗିବ। ତାପରେ ମୋବାଇଲ ଲାଗିବ, ତାପରେ ଘରର ଫଟୋ ଲାଗିବ। ତ ଏହି ଜିନିଷ ଲାଗିବ ଆପଣଙ୍କୁ ଘର ଅନଲାଇନ୍ କରିବା ପାଇଁ। ଯଦି ଏସବୁ କିଛି ଠିକ୍ ଅଛି ତାହେଲେ ଆପଣ ନିଜ ମୋବାଇଲରେ ଆପଣ ଘରେ ବସିକି କରିପାରିବେ, କୌଣସି ଦୋକାନକୁ ଯିବାକୁ ପଡ଼ିବ ନାହିଁ। ତ ତେଣୁକରି ଆପଣଙ୍କୁ ଘର ଅନଲାଇନ୍ କରିବାକୁ ହେଲେ ସର୍ବପ୍ରଥମେ ଆପଣ ଗୁଗଲ୍ ପ୍ଲେ ଷ୍ଟୋର୍ ଓପନ୍ କରିଦେବେ। ଚାଲନ୍ତୁ ମୁଁ ଗୁଗଲ୍ ପ୍ଲେ ଷ୍ଟୋର୍ ଓପନ୍ କରିଛି। ତ ଗୁଗଲ୍ ପ୍ଲେ ଷ୍ଟୋର୍ ଓପନ୍ କଲା ପରେ ଏଠି ଆପଣ ଦେଖନ୍ତୁ ସର୍ଚ୍ଚ ବାର୍ରେ ଟାଇପ୍ କରିବେ ଏଇଠି ଆୱାଜ ପ୍ଲସ୍। ତ ଦେଖନ୍ତୁ ଏଇଠି ଆମେ ଟାଇପ୍ କରିଦେବା ଆୱାଜ ପ୍ଲସ୍। ତ ଦେଖନ୍ତୁ ଆୱାଜ ପ୍ଲସ୍। ତ ଆୱାଜ ପ୍ଲସ୍ ଏଇଠି ଟାଇପ୍ କଲା ପରେ ଦେଖିପାରୁଥିବେ, ସରି ଏଇଠି ମୋତେ ଅଲଗା ଆସୁଛି। ତ ଦେଖନ୍ତୁ ଏଇଠି ଆୱାଜ ପ୍ଲସ୍ ଆପ୍ 2024। ତ ଦେଖିପାରୁଥିବେ ଏଇ ଆପ୍ଲିକେସନଟା ଡାଉନଲୋଡ଼ କରିବାକୁ ପଡ଼ିବ, ଯେଉଁଟା ଆୱାଜ ପ୍ଲସ୍ 2024 ଲେଖା ହେଇଛି। এই ଆପ୍ଲିକେସନକୁ ଡାଉନଲୋଡ଼ କରିଦିଅନ୍ତୁ। ତ ଏହାକୁ ଡାଉନଲୋଡ଼ କଲା ପରେ ଆଉ ଗୋଟେ ଆପ୍ଲିକେସନ୍ ଆପଣଙ୍କୁ ଡାଉନଲୋଡ଼ କରିବାକୁ ପଡ଼ିବ, ଯେଉଁଟାକି ଫେସ୍ ଆଧାର। ତ ତେଣୁକରି ଆପଣ ଫେସ୍ ଆଧାର ଏଇଠି ଟାଇପ୍ କରିଦେବେ। ତ ଫେସ୍ ଆଧାର ଟାଇପ୍ କଲା ପରେ ଦେଖନ୍ତୁ ଏହାକୁ ବି ଆପଣ ଇନଷ୍ଟଲ୍ ବା ଡାଉନଲୋଡ଼ କରିଦିଅନ୍ତୁ। ତ ଡାଉନଲୋଡ଼ କଲା ପରେ ଆପଣଙ୍କ ପାଖରେ ଦେଖନ୍ତୁ ଏମିତି ପେଜ୍ ଖୋଲିଯିବ, ଯେଉଁଟାକି ଆପଣଙ୍କ ପାଖରେ ତ ଦେଖିପାରୁଥିବେ ଏଠି ଆମର ଯେଉଁଟା ଆୱାଜ ପ୍ଲସ୍ ଆପ୍ ଆସିଯାଇଛି। ତାପରେ ଫେସ୍ ଆଧାର ଆପଣଙ୍କୁ ଦିଶିବ ନାହିଁ, ସେଇଟା ଅନ୍ ହାଇଟ୍ରେ ରହେ। ତ ତେଣୁକରି ଆପଣ ଫେସ୍ ଆଧାର ଡାଉନଲୋଡ଼ ହେଲା ପରେ ଇନଷ୍ଟଲ୍ ହେଲା ପରେ ଆପଣଙ୍କୁ ସେଇଟା ଦିଶିବ ନାହିଁ। ତ ଚାଲନ୍ତୁ ତାପରେ ଆପଣ କ'ଣ କରିବେ, ଆୱାଜ ପ୍ଲସ୍ରେ ଓପନ୍ କରିଦେବେ। ତ ଓପନ୍ କଲା ପରେ ଆପଣଙ୍କ ପାଖରେ ଦେଖନ୍ତୁ ଏମିତି ଇଣ୍ଟରଫେସ୍ ଖୋଲିଯିବ, ଯେଉଁଟାକି ଆୱାଜ ପ୍ଲସ୍ 2024 ଗୋଟେ ଆସିଷ୍ଟାଣ୍ଟ ସର୍ଭେ ଲେଖାଇଛି, ଗୋଟେ ସେଲ୍ଫ ସର୍ଭେ। ତ ତେଣୁକରି ଆପଣ ନିଜେ କରିବାକୁ ଚାହେଁ ତାହେଲେ ସେଲ୍ଫ ସର୍ଭେରେ କ୍ଲିକ୍ କରିଦେବେ। ତାପରେ ଆପଣଙ୍କୁ ଏଇଠି ଯାହାର ବି ଘର ଅନଲାଇନ୍ କରିବାକୁ ଚାହୁଁଛନ୍ତି ତାଙ୍କର ଏଇଠି ସର୍ବପ୍ରଥମେ ଯେଉଁ ଓନ୍ଲି ଫର୍ ଲେଡ଼ିଜ୍ ହେଡ଼୍ ରହିବେ। ତେଣୁକରି ଆପଣଙ୍କର ମାଆ ହଉ, ଆପଣଙ୍କର ଝିଅ ଯିଏ ବି ଅଛନ୍ତି, ଆପଣଙ୍କ ଧର୍ମପତ୍ନୀ ହଉ ୟା ଆପଣଙ୍କ ମାଆଙ୍କ ନାମରେ ଯଦି ଚାଉଳ କାର୍ଡ଼ ଅଛି, ଚାଉଳ କାର୍ଡ଼ ଥିଲେ ବି କରିପାରିବେ, ନଥିଲେ ବି କରିପାରିବେ। ତେଣୁକରି ଲେଡ଼ିଜ୍ମାନଙ୍କ ନାମ ହିଁ ଏଇଟା ସର୍ବପ୍ରଥମେ ଏଠି ଆଧାର କାର୍ଡ଼ଟା ନମ୍ବରଟା ଡାଲିଦେବେ। ତ ନମ୍ବର ଡାଲିଲା ପରେ ଆପଣଙ୍କୁ କ'ଣ କରିବେ, ଅଥେଣ୍ଟିକେସନ୍ରେ କ୍ଲିକ୍ କରିଦେବେ। ତ ଦେଖନ୍ତୁ ସାଙ୍ଗମାନେ ଏଠି ଆପଣ ଆପ୍ଲିକେସନକୁ ଯେକୌଣସି ପରମିସନ୍ ଦେଇ ଦିଅନ୍ତୁ। ଆଧାର ନମ୍ବର ଦେଲା ପରେ ସେଠି ଆପଣଙ୍କୁ ଯେକୌଣସି ପରମିସନ୍ ଏଲାଉ ମାଗୁଛି, ତ ସବୁକିଛି ଆପଣ ଏଇଠି ଏଲାଉ ଦେଇଦେବେ, ଏଲାଉ କରିଦେବେ। ଯଦି ଏଲାଉ ନ କରିବେ ତାହେଲେ ଆପଣଙ୍କୁ ବହୁତ କିଛି ଅସୁବିଧା ହେବ, ଯେଉଁଟାକି ଆପଣଙ୍କୁ ଆଗକୁ ନେବ ନାହିଁ। ତ ତେଣୁକରି ଏଇଠି ସେଲ୍ଫ ସର୍ଭେ କ୍ଲିକ୍ କଲା ପରେ ଏଇଠି ଆପଣ ଆଧାର ନମ୍ବରଟା ଦେଇଦେବେ। ତ ଆଧାର ନମ୍ବରଟା ଦେଲା ପରେ ଆପଣ ଦେଖନ୍ତୁ ମୁଁ ଏଇଠି ଆଧାର ନମ୍ବରଟା ଟାଇପ୍ କରିଦେଉଛି। ତ ଟାଇପ୍ କଲା ପରେ ଆପଣ କ'ଣ କରିବେ, ଅଥେଣ୍ଟିକେସନ୍ ଯେଉଁଟା ଲେଖା ହେଇଛି ଆପଣଙ୍କୁ ସେ ଅଥେଣ୍ଟିକେସନ୍ ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ତ ତା ଉପରେ କ୍ଲିକ୍ କଲା ପରେ ଆପଣଙ୍କ ପାଖରେ ଦେଖ ଟିକେ ଲୋଡ଼ିଂ ପ୍ରୋସେସ୍ ନେବ। ତାପରେ ଆଉ ଗୋଟେ ପେଜ୍ ଖୋଲିଯିବ, ଯେଉଁଟା ଏଲାଉ କରିବାକୁ ପଡ଼ିବ, ଯେଉଁଥିପାଇଁ କି ଆପଣଙ୍କୁ ଯାହାର ଆଧାର କାର୍ଡ଼ ଦେଇଛନ୍ତି ତାଙ୍କର ଫଟୋ କ୍ୟାପଚର୍ ହେବ, ଯେଉଁଟାକି ଲାଇଭ୍ ଫଟୋ କ୍ୟାପଚର୍ ହେବ। ତ ଦେଖନ୍ତୁ ଏଇଠି ମୁଁ ଫଟୋ କ୍ୟାପଚର୍ଟା ବର୍ତ୍ତମାନ ଦେଖନ୍ତୁ ଏଇଭଳିକି ଆପଣଙ୍କୁ ଫ୍ୟାସନ୍ ଦେଖାଯାଉଛି। ତାପରେ ଏଇଠି ବକ୍ସରେ ଟିକ୍ କରିଦେବେ। ତାପରେ ଆପଣ ପ୍ରୋସିଡ଼୍ରେ କ୍ଲିକ୍ କରିଦେବେ। ତ ପ୍ରୋସିଡ଼୍ରେ କ୍ଲିକ୍ କଲା ପରେ ଦେଖନ୍ତୁ ଏଇଠି ଆମର ଯେଉଁଟା ଫେସ୍ ନଟ୍ ଡିଟେକ୍ଟ ଲେଖା ହେଇଛି, ତ ସେ ବ୍ୟକ୍ତି ଜଣଙ୍କୁ ଖାଡ଼ା କରିବେ, ଯାହାର ଆଧାର କାର୍ଡ଼ ତାଙ୍କୁ ଖାଡ଼ା କରିଦେବେ। ତାପରେ ତାଙ୍କର ଫଟୋ ନେବେ, ଆଖି ବ୍ଲିଙ୍କ୍ କଲା ପରେ ଫଟୋ ଅଟୋମେଟିକ୍ ଆସିବ। ଦେଖନ୍ତୁ ଏଇଠି ତାଙ୍କର ସ୍କାନ୍ କଲା ପରେ ଏଇଠି ଅଟୋମେଟିକ୍ ୟୁଏସ୍ଏ ସକ୍ସେସଫୁଲ୍ ଦେଇଛି, ତାଙ୍କର ନାମ ଗାଁ ସବୁକିଛି ଆସିଗଲା। ତାପରେ ଓକେରେ କ୍ଲିକ୍ କରିଦେବେ। ତ ଓକେରେ କ୍ଲିକ୍ କଲା ପରେ ଏଇଠି ଆପଣ କ୍ରିଏଟ୍ ପିନ୍ ଲେଖା ହେଇଛି, ଆପଣ ଏଇଠି କୌଣସି ପାସୱାର୍ଡ଼ ଯେଉଁଟା ଅଛି ଆପଣଙ୍କୁ ଜାଣିବେ ସେ ପାସୱାର୍ଡ଼ଟା ଏଇଠି ଦେଇଦିଅନ୍ତୁ। ଦୁଇଥର ଉପରେ ଯେଉଁ ପାସୱାର୍ଡ଼ ଥିଲେ ଥରେ ବି ସେ ପାସୱାର୍ଡ଼ଟା ଦେଇଦେବେ। ତାପରେ ଆପଣଙ୍କର ଏଇଠି ପ୍ରୋଫାଇଲ୍ ପାସୱାର୍ଡ଼ ମଧ୍ୟ ମାଗିବ। ତ ପାସୱାର୍ଡ଼ ଦେଲା ପରେ ଆପଣଙ୍କ ସାମ୍ନାରେ ଏମିତି ପେଜ୍ ଖୋଲିଯିବ, ଯେଉଁଟାକି ଦେଖନ୍ତୁ ଏଇଠି 3 ଲାଇନ୍ରେ କ୍ଲିକ୍ କରିକି ଦେଖିଦେଉଛି। ଏଠି ଆପଣ ଲାଙ୍ଗୁଏଜ୍ ମଧ୍ୟ ସିଲେକ୍ଟ କରିପାରିବେ। ତ ଦେଖନ୍ତୁ ସିଲେକ୍ଟ ଲୋକେସନ୍ ଲେଖା ହେଇଛି। ତ ସର୍ବପ୍ରଥମେ ଆମେ ଷ୍ଟେଟ୍ ଦେଇଦେବା ଆମର ଓଡ଼ିଶା। ତାପରେ ଆମେ ଡିଷ୍ଟ୍ରିକ୍ଟ ଦେଇଦେବା ଆମର ଯେଉଁଟା ନୂଆପଡ଼ା ଅଛି। ତାପରେ ଏଇଠି ଆପଣ ବ୍ଲକ୍ ଦେଇଦେବେ। ତ ବ୍ଲକ୍ ଆମର କମନା ଅଛି, ତ କମନା ଦେଇଦେବା। ତାପରେ ଏଇଠି ଆପଣଙ୍କର ଯେଉଁଟା ସିଲେକ୍ଟ ପଞ୍ଚାୟତ ଲେଖା ହେଇଛି, ତ ସିଲେକ୍ଟ ପଞ୍ଚାୟତରେ ଆପଣଙ୍କ ଯେଉଁଟା ପଞ୍ଚାୟତ ଅଛି ସେ ପଞ୍ଚାୟତଟା ଆପଣ ଦେଇଦିଅନ୍ତୁ ଆପଣଙ୍କର ଏରିଆରେ। ତାପରେ ଆପଣଙ୍କର ଭିଲେଜ୍ ଦେଇଦେବେ, ଆପଣଙ୍କର ଗାଁ ଦେଇଦେବେ, ଆପଣଙ୍କୁ କେଉଁ ଗାଁ ସେଇ ଗାଁଟା ଦେଇଦେବେ। ତାପରେ ଆପଣ ସବମିଟ୍ରେ କ୍ଲିକ୍ କରିଦେବେ। ତାପରେ ସବମିଟ୍ରେ କ୍ଲିକ୍ କଲା ପରେ ଦେଖନ୍ତୁ ଆପଣଙ୍କ ପାଖରେ ଗୁଡ଼୍ ମର୍ଣ୍ଣିଂ କରମ ଆଜି ଲେଖା ହେଇଛି। ଦେଖନ୍ତୁ ଏଇଟା ସବୁକିଛି ଆସିଗଲା। ତ ଆପଣ
एड एडिट एंड सर्वे सर्वप्रथम जोटा एड एडिट सर्वे क्लिक करदे तापर क्लिक कलापर आप देखो इंडिविजुअल पार्टिकुलर क्वेश्चन देखाई नाम ऑफ द हेड जार आम सर्वप्रथम लॉगिन करूँ जार आधार कार्ड नंबर देकी जार स्कैन कर डिटेल ये सर्वप्रथम भर तो तेणुक नाम जमी आधार कार्ड अच्छी तो सेमती आपन को ये लिखा पड़ो पूरा डिटेल बाय डिटेल। तो देखो तो ये नाम देलापर आपको जो आधार कार्ड नंबरटा अच्छे से आधार कार्ड नंबरटा आधार कार्ड नंबरटा भी ये आप टाइप करदे तो देखो तो आप जमी आधार कार्ड जमी आपको लिखाई सेमती आपको पूरा स्टेप बाय स्टेप देवे जब भूल भाल करेंगे तेल आपको कौन हेब ना तापर ये आपको कही जॉब कार्ड नंबर तापर आप जॉब कार्ड नंबर जोटा रही है जॉब कार्ड नंबरटा ये आप टाइप करदे देखो मुझे आप टाइप करुँची जमी से स्पेस देकी जमी चिन्ह देकी जोटा आप देखिपारे तो सेमती आप ये टाइप करेंगे मुझे फिलअप करमती आप फिलअप करेंगे तापर जाए जदि आप लगे लगिकी जब करदे ताले आपंकर हो पार ना तो तेणुक ये मुझे देती सेमती आपको पूरा स्टेप बाय स्टेप देखिए फिलअप करेंगे तो फिलअप कलापर ये आप जेंडर या मेल जोटा जेंडर देती मेल या फीमेल तो से जन लेडीज लोक तेणुक मुझे फीमेल क्लिक कर हूँ एस टी कैटेगरी से माने आदिवासी लोक तेणुक एस टी देदेली केते बयस अच्छी जोटा कि आधार कार्ड जिते बयस अच्छी से हिसाब से कैलकुलेट करके आपड़ देदेवे तापर ये मेरिट स्टाटस जोटा से माने वर्तमान मैरेज कर मैरेज करना मैरेज अनमेरेज देदेवे जोटा अच्छे जदि स्वामी मरी जाते विंडोर देदेवे तापर यहाँ देखो नाम ऑफ द फादर हजबैंड आपड़ बापा नाम देपारे आ हजबैंड नाम एमती देपर तापर आप मोबाइल नंबरटा टाइप कर दिखाँ तो मोबाइल नंबर टाइप कलापर ये आपते क्लास पढ़ी देदेवे न पढ़ी देवे ना तापर ये आपंकर एग्रीकल्चर तो ये देखो ये आपको फैमिली केते जन अच्छे से देदेवे तापर ये आपंकर जोटा आप डिजिबिलिटी डिजिबिलिटी एस तो हाँ करेंगे ना ना तापर आप पेमेंट आप मंथली केते कमाई से देदेवे तापर नेक्स्ट क्लिक करदे तापर ये कौन एड फैमिली मेम्बर तो एड फैमिली मेम्बर देखो जिते जन फैमिली मेम्बर समस्त आधार कार्ड लगे कहीं ये फैमिली मेम्बर 3 जन अच्छे तीन जनकर ये आधार कार्ड नंबरटा लगे तो तेणुक जमी आम प्रथम फिलअप करते सेमती हजबैंड ये फिलअप करवा जिते भी फैमिली मेम्बर अच्छा 3 जन फैमिली मेम्बर अच्छा समस्त सेम प्रोसेस यहाँ फिलअप हम प्रथम ना हे तापर आधार कार्ड हे नंबर तापर ये जेंडर या फीमेल से जन मेल तेणुक मेल देदेली तापर हेड्र जोटा प्रथम आम फिलअप करते कौन हे तो हजबैंड हे तेणु हजबैंड देदेलु तापर बयस देदेवे तापर से मेरिट कर मेरिट देदेबा तापर ये मोबाइल नंबर देदेवे तो मोबाइल नंबर देलापर से केते क्लास पढ़ी से देदेवे तापर ये ऑक्युपेशन कौन से कौन करती जदि सर्विस कर सर्विस देदेवे जदि चाष कम कर एग्रीकल्चर देदेवे तापर ये आम टिक करदे तापर नेक्स्ट करदे तो देखते ये बर्तमान आमर 2 जन फिलअप होगा तापर नेक्स्ट करदेनु तो नेक्स्ट कलापर ये आपको बैंक अकाउंट डिटेल देवाक पड़ो जोटा कि देखिपारे ये कौन कौ बैंक अच्छे से बैंकटा ये आप टाइप करदे देखो अच्छी पोस्टाल भी अच्छे आ यूजीबी अच्छे तो तेणुक ये आप पासबुक जमी लिखाई जो बैंक देवाक चाहते से बैंक को ये क्लिक करदे तो देखो तो मुझे क्लिक करदे पोस्टाल अच्छे तेणुक इंडियन पोस्ट पेमेंट बैंकटा क्लिक करदेली तापर आईएफसी कोड केते अच्छे ये आप डिटेल चेक करेंगे आईएफसी कोड देदेली तापर अकाउंट नंबरटा ये जमी अकाउंट नंबर लिखाई पोस्टाल सेमती आप अकाउंट नंबर ये फिलअप करदे तो फिलअप कलापर ये कन्फर्म अकाउंट नंबर ये देदेवे तापर बेनिफिशियरी नाम पर अकाउंट पासबुक रे कि नाम लिखाई से नामटा ये आप देदेवे जी जार आम प्रथम लॉगिन करते जार प्रथम देते ही यहाँ अकाउंट डिटेल मांगे जनकर तापर आप नेक्स्ट क्लिक करदे तो नेक्स्ट क्लिक कलापर ये हाउसिंग रिलेटेड ओनर क्वेश्चन तो ये कहे कि जोटा घर बनबे जो जगह निजर या रेंट अच्छा निजर तेणुक ओनर लिखिदे जोटा घर अच्छे से पक्का घर या कच्चा घर तो बर्तमान कच्चा घर अच्छे तेणुक कच्चा क्लिक करदी तापर ये कहे जोटा चूना घर अच्छे जोटा पुराणा घर अच्छे केते बकरा अच्छे तो 4 बकरा अच्छे 4 बकरा देते जदि लैट्रिन अच्छे ताले आस करेंगे जदि ना ताले न करेंगे तापर ये आपको कहे जोटा हाउस होल्डर जोटा कि जदि से किसी इनकम कर गवर्नमेंट चाकरी ताले करेंगे ना ना ही करदे तापर ये आम जिते भी टिक करुँच जमी आपको टिक करने कहे सेमती आप नो 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 रे क्लिक करके आसीजे कहीं यहाँ सब गवर्नमेंट प्रोवाइड रही जोटा जदि आप एस करदे आपको घर मिले ना कहीं आम तुम गोटे चाकरी
ଚାକିରି ଜଣ ତେଣୁକରି ଆପଣ ସବୁକିଛି ଯେତେ ମୁଁ ଯେମିତି नो नो टाइप କରୁଛି ସେତେଥିରୁ ଆପଣ नो टाइप କରିନିଅନ୍ତୁ। ତ ଦେଖନ୍ତୁ ଆଉ ଯେଉଁ ଜାଗାରେ ମୁଁ ୟାସ୍ କରୁଛି ସେ ଜାଗାରେ ହିଁ ଆପଣମାନଙ୍କୁ ୟାସ୍ କରିବାକୁ ପଡ଼ିବ ତାପରେ ଯାଇ ଆପଣ ଘର ଅନଲାଇନ୍ କରିପାରିବେ ନହେଲେ କରିପାରିବେ ନାହିଁ। ତ ତେଣୁକରି ମୁଁ ଆପଣ ଦେଖନ୍ତୁ ଏଇଠି ଦୁଇ ଜାଗାରେ ୟାସ୍ ଦେଉଛି ତଳେ ବି ଆଉ ୟା ଉପରେ ବି ୟାସ୍ କରିଦେଲି ତାପରେ ଆପଣ ସେଭ୍ ଆଣ୍ଡ ନେକ୍ସଟ କ୍ଲିକ୍ କରିଦେବେ। ତାପରେ ଏଇଠି କହୁଛି କ୍ୟାପଚର ଓଲ୍ଡ ହାଉସ୍ ଇମେଜ୍। ତ ଯେଉଁଟା ଆପଣ ପୁରୁଣା ଘର ଅଛି ଯେଉଁ ଘର ପାଖରେ ଆପଣ ବନେଇବାକୁ ଚାହୁଁଛନ୍ତି ଯେଉଁଟା ଆପଣଙ୍କୁ ଛାତ ଘର ମତଲବ ମାଟି ଘର ଅଛି ସେଇ ଘରଟା ଫଟୋ ଆପଣଙ୍କୁ ଏଇଠି ଦେବାକୁ ପଡ଼ିବ। ତେଣୁକରି ଯେଉଁଟା ଇମେଜ୍ ଲେଖାଯାଇଛି ତା ଉପରେ କ୍ଲିକ୍ କି ଯେଉଁଟା ଫଟୋ ଅଛି ଆପଣଙ୍କ ଘରର ସେଇଟା ଫଟୋଟାକୁ ଉଠେଇବେ ଯେଉଁଟା ମାଟି ଘର ଅଛି ସେ ମାଟି ଘରଟାକୁ ଉଠେଇକି ଦେଖିବେ କାହିଁକିନା ଏଇଟା ସର୍ଭେ ହେବ। ତ ତେଣୁକରି ଆପଣଙ୍କୁ ମୁଁ ଯେମିତି କହୁଛି ଆପଣ ସେମିତି ଦେଖନ୍ତୁ ଏ ବ୍ୟକ୍ତି ଜଣଙ୍କର ତାଙ୍କର ମାଟି ଘର ଅଛି ତେଣୁକରି ତାଙ୍କର ଫଟୋ ଏଇଠି ସର୍ବପ୍ରଥମେ ନିଆଯାଉଛି। ତ ଦେଖନ୍ତୁ ଆପଣଙ୍କୁ 2 ଥର 4 ଥର ଫଟୋ ନେବାକୁ ପଡ଼ିବ। ଯେଉଁ ଜାଗାରେ ଯଦି ଘର ବନେଇବାକୁ ଚାହୁଁଛନ୍ତି ସେଇଟା ବି ଫଟୋ ନେବେ ଆଉ ଯେଉଁ ଜାଗାରେ ଘର ବର୍ତ୍ତମାନ ଅଛି ମାଟି ଘର ସେ ଜାଗାର ଫଟୋ ମଧ୍ୟ ଦେବେ। ଦେଖନ୍ତୁ ଏଇଟା ଆମର ଯେଉଁଟା ପ୍ରଥମ ଫଟୋ ହେଇସାରିଛି ତାପରେ ଆପଣ ସେକେଣ୍ଡ ଏଇଟା 2 ନମ୍ବର ଫଟୋ ଆଉ ଥରେ ଟିକ୍ କରିଦେବେ ଆଉ ଥରେ ଫଟୋ ଖିଚିକି ସେଇଟା ଆଉ ଥରେ ସେ ଜୁନା ଘରକୁ ଯେଉଁଟା ଆମେ ଘିଚିଥିଲୁ ବର୍ତ୍ତମାନ ସେ ଫଟୋ ଆଉ ଥରେ ଘିଚିକି ସେଇଠି ଅପଲୋଡ଼ କରିଦେବେ। ତ ଦେଖନ୍ତୁ ମୁଁ ଏଇଠି ଯେମିତି କ୍ୟାପଚର କରିଥାଏ ଆପଣ ସେମିତି କ୍ୟାପଚର କରିଦିଅନ୍ତୁ। ତ ଦେଖନ୍ତୁ ଏଠି ରାଇଟ୍ରେ କ୍ଲିକ୍ କଲି ତାପରେ କରପ୍ରେ କ୍ଲିକ୍ କରିବେ ଯଦି କାଟିବାକୁ ଚାହୁଁଛନ୍ତି ତାହେଲେ ସାଇଜ୍ କରି କାଟିକି ଦେବେ ଆଉ ସେଭ୍ରେ କ୍ଲିକ୍ କରିଦେବେ। ତାପରେ ଏଠି ଆଡ୍ ରିମାର୍କରେ ଲେଖିବେ ମୁଁ ଘର ପାଇବା ପାଇଁ ଯୋଗ୍ୟ ଅଟେ ବୋଲି ଏମିତି ଲେଖିଦେବେ ଆପଣଙ୍କ ହିସାବରେ ଯେମିତିକି ଗରିବ ଲୋକ ଭଳିଆ ଯେମିତି ଲେଖିବେ କି ସେମାନେ ପଢ଼ିକି ତାଙ୍କର ଘର ପାଇବାକୁ ଯୋଗ୍ୟ ବୋଲିକରି ଲେଖିଦେବେ। ତାପରେ ସେଭ୍ ଆଣ୍ଡ ନେକ୍ସଟ କ୍ଲିକ୍ କରିଦେବେ। ତାପରେ ଏଇଠି କହୁଛି କ୍ୟାପଚର ଭ୍ୟାକାଣ୍ଟି ଯେଉଁ ଜାଗାରେ ଆପଣ ଘର ବନେଇବାକୁ ଚାହୁଁଛନ୍ତି ସେ ଜାଗାର ଘର ଏଇଠି ଆପଣ ଜାଗାକୁ କ୍ଲିକ୍ କରିକି ଏଇଠି ଅପଲୋଡ଼ କରିଦେବେ କାହିଁକିନା ଏଇଟା ପୁରୁଣା ଘର ତାଙ୍କର ଏ ଘରକୁ ହୋଇ ଭାଙ୍ଗିକି ଏମାନେ ସେଇ ଜାଗାରେ ହିଁ ବନେଇବେ ତେଣୁକରି ସେହି ଇମେଜଟାକୁ ମୁଁ ଆଉ ଥରେ ଏଇଠି ଅପଲୋଡ଼ କରିଦେଉଛି। ଏଇଠି 4 ଥର ଅପଲୋଡ଼ କରିବାକୁ ପଡ଼ିବ ଯେଉଁଟା 2 ଥର ପହିଲା ତାପରେ ଆଉ ଥରେ 2 ଥର ପରେ। ତ ଦେଖନ୍ତୁ ଏଇଠି ମୁଁ କ୍ଲିକ୍ କରିଦେଲି ତ ଫଟୋଟା ଖିଚିଲା ପରେ ଆପଣଙ୍କ ପାଖରେ ଦେଖନ୍ତୁ ଏଇଠି ଏମିତି ଅପସନ୍ ଦେଖାଯାଇଛି ଯେଉଁଟାକି କରପ୍ କରିବେ କରପ୍ କରିକି ମୁଁ ଏଇଟା एकदम ସାଇଜ୍ରେ ମୁଁ କରପ୍ କରିଦେଲି। ତ କରପ୍ କଲା ପରେ ଏଇଠି ମୁଁ ଟିକ୍ କରିଦେଲି ତାପରେ ଏଇଠି ମଧ୍ୟ ମୁଁ ଲେଖିଦେବି ମୁଁ ଘର ପାଇବାର ଯୋଗ୍ୟ ଅଟେ ବା ଏଇଠି ମୁଁ ଘର ବନେଇବି ଏ ଘରକୁ ଭାଙ୍ଗିକି ହିଁ ମୁଁ ନିଜେ ଘର ବନେଇବି ବୋଲି ଏମିତି ଆପଣ ଲେଖିକି କ'ଣ କରିବେ ସେଭ୍ ଆଣ୍ଡ ନେକ୍ସଟରେ କ୍ଲିକ୍ କରିଦେବେ। ତ ଦେଖନ୍ତୁ ମୁଁ ଯେମିତି ଆପଣଙ୍କୁ ବତାଉଛି ଆପଣ ସେମିତି କରିବେ ଯଦି ନ କରିବେ ତାହେଲେ ଆପଣଙ୍କର ଘରଟା ପାଇପାରିବେନି। ସେଭ୍ ନେକ୍ସଟରେ କ୍ଲିକ୍ କଲା ପରେ ଏଇଠି କହୁଛି ସିଲେକ୍ଟ ବେନିଫିସିଆରୀ ପ୍ରିଫରେନ୍ସ। ତ ଏଇ ଇମେଜରେ ଯେଉଁଟା ଅଛି କେଉଁ ହିସାବରେ ଆପଣ ଘର ବନେଇବାକୁ ଚାହୁଁଛନ୍ତି ତେଣୁକରି ମୁଁ ଏଇ ଡିଜାଇନରେ ଘର ବନେଇବାକୁ ଚାହୁଁଛି ତେଣୁକରି ସେଇଠି ମୁଁ କ୍ଲିକ୍ କରିଦେଲି ତାପରେ ପ୍ରୋସିଡ଼ରେ କ୍ଲିକ୍ କରିଦେଲି। ତାପରେ ଏଇଠି ଆପଣ ପିଡ଼ିଏଫ୍କୁ ସେଭ୍ କରିବେ ଯେଉଁଟା ପ୍ରିଣ୍ଟ ଲେଖାଯାଇଛି ଏଇଟା ଦେଖ ପିଡ଼ିଏଫ୍କୁ ଡାଉନଲୋଡ଼ କରିପାରିବେ। ଦେଖନ୍ତୁ ଯେତେ ବି ଆପଣ ଡିଟେଲ୍ ଭରିଛନ୍ତି ସବୁ ଡିଟେଲ୍ ଏଇଠି ଆସିଯାଇଛି ଆପଣ ଏଟାକୁ ଡିଟେଲ୍ ଚେକ୍ କରିଦିଅନ୍ତୁ। तो चेक कलापर ये पीडीएफ को सेव कर मुझे जमी सेव कली सेमती सेव कर दिखाँ तापर प्रोसीड क्लिक करदे। तो प्रोसीड क्लिक कलापर देखो सक्सेसफुली सर्वे कंप्लीट आमर जोटा बर्तमान सर्वे कंप्लीट हो जाए आप कौन करेंगे अपलोड सेव सर्वे डाटा जोटा लिखाई तले तापर क्लिक करदे। तापर देखो सर्वे स्टाटस जोटा आपको वेरीफाई आधार वेरीफाई जब कल क्लिक करेंगे प्रथम यहाँ को वेरीफाई करेंगे फ्रेंड तेणुक देखो आम आधार कार्ड वेरीफाई जापर ये आम जब कार्ड को वेरीफाई करदे जब वेरीफाई न करेंगे तो आपको कौन हो पार ना। तो देखो ये जब कार्ड को वेरीफाई कर तो ये किसी प्रोब्लेम अच्छे जोटा वर्क ऑलरेडी एग्जिट एट दिस जब कार्ड। तो ये बर्तमान पैसा घर पाई सारी गोटे जब कार्ड रे गोटे घर ही बनब फ्रेंड दुई तीन टा एमती बनब ना। तेणुक बर्तमान क्या नाम घर तेणुक अलरेडी बतई दूसरी तो तेणुक आप ध्यान देकी करेंगे फ्रेंड। तो देखो आउ गए देखो ये आम जब कार्डटा यहाँ वेरीफाई करापर देखिपारे यहाँ ऑल सिलेक्ट क्लिक करेंगे आउ अपलोड क्लिक करेंगे जब वेरीफाई हो गलापर तो देखा ये। तो देखो ये आमर जोटा वेरीफाई बर्तमान होगा जाऊँगी देखो वेरीफाई मुझे क्लिक करी सेमती प्रोब्लेम हो फ्रेंड। तो सेमती प्रोब्लेम हो तो तेणुक ये व्यक्ति जनक घर पाई तेणुक प्रोब्लेमटा इश्यू हो। तो चलते आउ गए ट्राए कर देखा। तो देखो ये वेरीफाई हो जाए आमर जब वेरीफाई हो जाए वेरीफाई है ये आप देखो सिलेक्ट टिक करदे अपलोड रेकर्ड रे क्लिक करदे। तो अपलोड रे क्लिक कलापर देखो टी लोडिंग प्रोसेस ना लोडिंग प्रोसेस नालापर ये आमर जोटा अपलोड हो फ्रेंड जोटा कि देखो यहाँ आधार भी वेरीफाई जाए जब कार्ड वेरीफाई हो जाए यहाँ अन्य जनकर जोटा मुझे लाइव प्रूफ देखुची एमती है ऑनलाइन बोलिकी। तो देखो तो देखिपे ये आमर जोटा ओके सक्सेसफुल हो जाए देखो ये डोलेसर ये सर्वे सक्सेसफुल ओके क्लिक करदे नंबर। तो सांग मैंने देखिपे
केमिति मु पूरा स्टेप बाय स्टेप करली तो आपण मध्य सेमिति करि पारिबे निज घर बसिक निज मोबाइल माध्यम रे। तो जेमेति आपनको स्टेप बाय स्टेप जिते मते इच्छा आपण सेमिति करिवे। और जदि हम वीडियो भल लागे तो हम वीडियो को लाइक शेयर कमेंट एंड सब्सक्राइब करबा को भूलिबे ना। आपण को सांग साथी मानकु मध्य शेयर कर देबे। तो चलन तो फ्रेंड तब तक ले जय हिंद, वंदे मातरम, जय हिंद।